ଜୟ ଜଗନ୍ନାଥ ସାଇନା ଓଡ଼ିଆ ଟେକ୍କୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ବର୍ତ୍ତମାନ ବିବାହ ପାଇଁ ସରକାର ଦେବେ ଟଙ୍କା। ଏଥିରେ ଯେଉଁମାନେ ବିବାହ ପାଇଁ ଆର୍ଥିକ ସହାୟତା ପାଇବାକୁ ଚାହୁଁଛନ୍ତି ଏବଂ ଆର୍ଥିକ ଅଭାବରେ ବିବାହ ହୋଇପାରୁନାହାନ୍ତି, ତେଣୁ ରାଜ୍ୟ ସରକାର ବର୍ତ୍ତମାନ ବିବାହ ପାଇଁ ଟଙ୍କା ଦେବେ। ତେଣୁ ବର୍ତ୍ତମାନ ସହାୟତା ରାଶି ଏଠି 50,000 ଟଙ୍କା ପର୍ଯ୍ୟନ୍ତ ଏଠି ସହାୟତା ରାଶି ପାଇବେ। ତ ଆପଣମାନେ କିପରି 50,000 ଟଙ୍କା ସରକାରଙ୍କ ଠାରୁ ସହାୟତା ରାଶି ପାଇବେ? ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ମୁଁ ଆପଣମାନଙ୍କୁ କହିବି। କେବଳ ଆପଣମାନେ ଏହି ଫର୍ମଟି ଫିଲ୍ଅପ୍ କରିବେ। ଏହି ଫର୍ମ ଫିଲ୍ଅପ୍ କଲା ପରେ ଆପଣମାନଙ୍କୁ 50,000 ଟଙ୍କା ମିଳିବ। ତାହେଲେ ଏହି ଫର୍ମଟି ଆପଣ କେଉଁଠୁ ପାଇବେ? ଏହି ଫର୍ମ ପାଇବା ପାଇଁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ ଏବଂ କେଉଁ ଯୋଜନାରେ ଆପଣମାନେ ସାମିଲ ହେବାକୁ ପଡ଼ିବ? ତେଣୁ ଦେଖନ୍ତୁ, ଯଦି ଆପଣମାନେ ବିବାହ ପାଇଁ ଯଦି ସହାୟତା ରାଶି ପାଇବାକୁ ଚାହୁଁଛନ୍ତି, ତାହେଲେ ଦେଖନ୍ତୁ, ଏଠି ନିଜେ ହେଉ ବା ଝିଅ ବାହାଘର, ତ ଆପଣମାନଙ୍କୁ 18 ବୟସରୁ ଅଧିକ ହୋଇଥିବ ଏବଂ ଏଠି ରାଜ୍ୟ ସରକାର କ'ଣ କରିବେ? ଆପଣମାନଙ୍କୁ 50,000 ଟଙ୍କା ସହାୟତା ରାଶି ଦେବେ। ତ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ? ଆପଣମାନେ କିପରି ଏହାକୁ ପାଇବେ ମୁଁ ଆପଣଙ୍କୁ ଡିଟେଲ୍ସ କହିବି। ଆପଣ କହିବା ପୂର୍ବରୁ ଆପଣଙ୍କୁ ଅଫଲାଇନ୍ ଆଉ ଅନଲାଇନ୍ରେ କହିବି। ତ ଆପଣମାନେ ଯଦି ଅଫଲାଇନ୍ରେ କହୁଛନ୍ତି, ଆପଣମାନେ ଦେଖନ୍ତୁ, ମୁଁ ଏହି ଯୋଜନାରେ ଆପଣମାନଙ୍କୁ ସାମିଲ ହେବାକୁ ପଡ଼ିବ। ତାପରେ ଯାଇକି ଆପଣମାନେ ବିବାହ ପାଇଁ 50,000 ଟଙ୍କା ସହାୟତା ରାଶି ପାଇପାରିବେ। ତ ଚାଲନ୍ତୁ, ମୁଁ ଆପଣମାନଙ୍କୁ କହିବି, ଏ ଫର୍ମଟି ତ ଫିଲ୍ଅପ୍ କରିବେ, ତେଣୁ ଆପଣମାନଙ୍କୁ এই ଯୋଜନାରେ ପ୍ରଥମେ ସାମିଲ ହେବାକୁ ପଡ଼ିବ। ମୁଁ ଆପଣଙ୍କୁ ଡିଟେଲ୍ସ କହିବି। ଚାଲନ୍ତୁ ଦେଖିବା ଆମେମାନେ এই ଯୋଜନାରେ କିପରି ସାମିଲ ହେବା ଆଉ ବିବାହ ପାଇଁ ସହାୟତା ରାଶି କିପରି ପାଇବା। ଯଦି ଆପଣମାନେ ବିବାହ ପାଇଁ ସହାୟତା ରାଶି ଚାହୁଁଛନ୍ତି, ତାହେଲେ ଆପଣମାନେ ନିଜ ମୋବାଇଲ ଫୋନରେ ବର୍ତ୍ତମାନ ସର୍ଚ୍ଚ କରିବେ। ଏଠି ଦେଖନ୍ତୁ ନିର୍ମାଣ ଶ୍ରମିକ। ଏଠି ଆପଣମାନେ ନିର୍ମାଣ ଶ୍ରମିକ କ୍ଲିକ୍ କରିବେ। ତାପରେ ଦେଖନ୍ତୁ ପ୍ରଥମ ପେଜଟି ଆସିବ। ଏଠି ଆପଣ କ୍ଲିକ୍ କରିବେ। ତ ଆପଣମାନଙ୍କୁ କେବଳ ଏହି ନିର୍ମାଣ ଶ୍ରମିକରେ ଆପଣମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ତେଣୁ ଆପଣମାନେ ରେଜିଷ୍ଟ୍ରେସନ କଲା ପରେ ଆପଣମାନେ ନିର୍ମାଣ ଶ୍ରମିକ ଅଧୀନରେ ଆପଣମାନେ ରେଜିଷ୍ଟ୍ରେସନ ନମ୍ବର ପାଇବେ। ଏହି ମାଧ୍ୟମରେ ଆପଣମାନେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇପାରିବେ। ତେଣୁ ନିର୍ମାଣ ଶ୍ରମିକ କାର୍ଡ଼ ଆପଣ ରେଜିଷ୍ଟ୍ରେସନ ହେଲା ପରେ ଆପଣମାନେ ବିବାହ ପାଇଁ ସହାୟତା ରାଶି ଦେଖନ୍ତୁ ଏଠି ରହିଛି, ଆପଣମାନେ ଆପ୍ଲାଏ କରିପାରିବେ। ତେଣୁ ଇଏ ଥିଲା ନିର୍ମାଣ ଶ୍ରମିକ କାର୍ଡ଼ଧାରୀମାନଙ୍କ ପାଇଁ ଏଠି ବିବାହକାଳୀନ ସହାୟତା ରାଶି ଆପଣମାନେ 50,000 ଟଙ୍କା ପାଇପାରିବେ। ତେଣୁ ଆପଣମାନଙ୍କୁ କେବଳ ନିର୍ମାଣ ଶ୍ରମିକ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ତେଣୁ ରେଜିଷ୍ଟ୍ରେସନ ହେଲା ପରେ ଓ ଭେରିଫାଏ ହେଲା ପରେ ଆପଣମାନେ ବିବାହ ପାଇଁ ସହାୟତା ରାଶି ପାଇପାରିବେ।